ଆମେ ଆକୁ ବିରୋଧ କରି ବର୍ତ୍ତମାନ ରାଜରାସ୍ତାରେ ଏକାଠି ହୋଇଛୁ। ଯଦି এইভাবে স্ট্রাইক আমি করি হঙ্গর স্ট্রাইক রে বসিবু আমি আশা করুচু কি আম কথা সরকার শুনিবে কারণ সরকার বর্তমান গালুয়া সি বর্তমান শুনিবা পে অক্ষম তেণু আমি আশা করুচু আম বারম্বার চিলেইবা বারম্বার বসিবাটা তাকে কিছু হলে প্রভাবশালী পকাইব। ম্যাডাম ଆପଣ ମାନେ ପୂର୍ବରୁ ମଧ୍ୟ ବସିଥିଲେ ଧରଣାରେ ଆମେ ଦେଖିଛୁ କେବଳ ଆପଣ ନୁହଁ ରାଜ୍ୟର ବିଭିନ୍ନ ଶିକ୍ଷା ଆଶାୟୀ ଶିକ୍ଷକ ମାନେ ସମସ୍ତଙ୍କୁ ମଣ୍ଡେଇ ଦିଆଯାଉଛି ସାନ୍ତ୍ୱନା ଦିଆଯାଉଛି ଉଠେଇ ଦିଆଯାଉଛି ଆପଣଙ୍କୁ ପୁଣି ସେମିତି ସାନ୍ତ୍ୱନା ଦିଆଯିବ ପଠେଇ ଦିଆଯିବ। ଆମେ ଆମେ ବର୍ତ୍ତମାନ ଆଜି ଆଶା କରୁଛୁ କି ଆମକୁ କିଛି ସୁବିଧାଜନକ ପ୍ରତିଶ୍ରୁତି ମିଳିବ କିନ୍ତୁ ଯଦି ନ ମିଳେ ଆମେ ଏଠୁ କେବେ ହେଲେ ହଟିବୁନି। ଆରଥରଠୁ ବର୍ତ୍ତମାନ ଦେଖିପାରୁଥିବେ ଆମର ଭଲ୍ୟୁମ କେତେ ବଢିଛି ତ ଆମ ପିଲା ଆମେ ଘରେ ବସିବୁ ନାହିଁ ଆଉ ଯୋଉ ପର୍ଯ୍ୟନ୍ତ ଆମକୁ କିଛି ଶାନ୍ତନାମୂଳକ ପଦକ୍ଷେପ ନିଆଯିଲା ଭଳି ନ ଲାଗିଛି ଆମେ ଏଠୁ ରାଜସ୍ଥାନରୁ ଉଠିବୁ ନାହିଁ। ଆପଣମାନେ ଆଜି ଆସି ଖରା ତରାରେ ବସିଛନ୍ତି ସରକାରଙ୍କୁ ଶିକ୍ଷା ମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କ କାନକୁ ବାଜିଲାଣି କି ନାହିଁ? ଆମେ ଗଣଶିକ୍ଷା ମନ୍ତ୍ରୀକୁ ବାରମ୍ବାର ଦେଖା କରି ହତାଶ ହେଇ ଏଠାରେ ରାଜସ୍ଥାନରେ ବସିବା ପାଇଁ ନିଷ୍ପତ୍ତି ନେଇଛୁ। ଆମେ ତାଙ୍କୁ ବିନା ପରମିଶନରେ ବିନା ଜଣେଇକି ଆମେ କୌଣସି ପଦକ୍ଷେପ ନେଇନାହୁଁ। ଆମ ଗୋଡ ଛିଣ୍ଡି ଗଲାଣି ଚପଲ ଛିଣ୍ଡି ଗଲାଣି ଆମେ ବାରମ୍ବାର ଦୌଡ଼ି ଦୌଡ଼ି ଏସଏମଇ ଗଣଶିକ୍ଷା ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଗ୍ରିଭିଆନ୍ସ ଆମର 5000ଟା ଗ୍ରିଭିଆନ୍ସ ଦିଆହେଲାଣି। ଆମ ପିଲା ପ୍ରତିଦିନ ଯାଉଥିଲେ ଗ୍ରିଭିଆନ୍ସକୁ କିନ୍ତୁ ଆମକୁ କିଛି ବି ଆଶାଜନକ ପଦକ୍ଷେପ ମିଳିଲାନି ତେଣୁ ଆମେ ଆସିକି ରାଜରାସ୍ତାରେ ଏଠି ବସିଛୁ। ଆପଣମାନେ ଯୁବପିଢି ହିସାବରେ ନୂଆ ସରକାରଙ୍କୁ ବାଛିଲେ ସରକାର ଆମର ଆଜ୍ଞା ଭୁଲ ହେଇଗଲା ଆମେ ସରକାରଙ୍କୁ ବାଛିଲେ ଆମର ଭୁଲ ହେଇଗଲା। ମୋର ପ୍ରଥମ ଭୋଟ ଥିଲା ମୁଁ ପ୍ରଥମ ଭୋଟରେ ମୁଁ ବିଜେପିକୁ ଦେଇଥିଲି ମୋର ଭୁଲ ହେଇଗଲା। ଆମେ ନେକ୍ସଟ କେବେ ଆଶା କରିବୁନି ଯଦି ଆମକୁ କିଛି ଆଶାଜନକ ପଦକ୍ଷେପ ମିଳୁଛି ତ ଆମେ ଆଶା କରିବୁ ନେକ୍ସଟ ସରକାର ଆଣିବା ପାଇଁ କିନ୍ତୁ ଯଦି ନ ମିଳୁଛି ଆମେ ସରକାରକୁ ହଟେଇ ଦବୁ। ମ୍ୟାଡାମ ଆଉ ଗୋଟେ କଥା ଦେଖିବା ରାଜ୍ୟରେ ବର୍ତ୍ତମାନ ଦେଖିବା ଶିକ୍ଷକ ପୋଷ୍ଟ ହଜାର ହଜାର ଶିକ୍ଷକ ପୋଷ୍ଟ ଭ୍ୟାକେନ୍ସି ଅଛି ଆପଣମାନେ ଯଦି ଆପଣ ମାନେ ଶିକ୍ଷକ ବୃତ୍ତିରେ ନଥାଇକି ବି ଜାଣିଛନ୍ତି ବହୁ ଶିକ୍ଷକ ପଦବୀ ଭ୍ୟାକେନ୍ସି ଅଛି ତାହେଲେ ଭାବନ୍ତୁ ଆମର ଅବସ୍ଥା କଣ। ଆମେ ପ୍ରତିଦିନ ଜାଣୁଛୁ ଶିକ୍ଷକ ପଦବୀ ଭ୍ୟାକେନ୍ସି ଅଛି ପ୍ରତି ଏମିତି ନାହିଁ କି ଖାଲି ହାଇସ୍କୁଲ ଶିକ୍ଷକରେ ବିଭିନ୍ନ ପ୍ରକାର ପଦବୀ ଅଛି କିନ୍ତୁ ବର୍ତ୍ତମାନ ଆମକୁ ଖାଲି ପ୍ରତିଶ୍ରୁତି ଆଉ ଭ୍ୟାକେନ୍ସି ଅଛି ସେଟା ଦେଖାଯାଉଛି କିନ୍ତୁ ଆମକୁ ବ୍ଲକ ଗ୍ରାଣ୍ଟ ଭାବିକି ଆମକୁ ନିଯୁକ୍ତି ଯାଉଛି ଯୋଉଟା କି ସମ୍ପୂର୍ଣ୍ଣ ଭାବେ ଆମ ପାଇଁ ଅନ୍ୟାୟ ହଉଛି। ଏ ଅନ୍ୟାୟକୁ ଆମେ ପ୍ରତିରୋଧ କରୁଛୁ ସେଥିପାଇଁ ଆମେ ଆସି ରାଜରାସ୍ତାରେ ବସିଛୁ। ଯୁବପିଢିଙ୍କ ସ୍ୱର ବର୍ତ୍ତମାନ ସରକାର ନିଦା ବିଷ୍ଣୁ ସାଜି ଯାଇଛନ୍ତି ନିଦା ବିଷ୍ଣୁ ସାଜିବା ସହିତ ଆମ ସ୍ୱରକୁ ଦବେଇ ଦେବାକୁ ଚାହୁଁଛନ୍ତି କିନ୍ତୁ ଏ ସ୍ୱର ଦବିବନି। ଏ ସ୍ୱରକୁ ଦିନକୁ ଦିନ ବଢୁଛି ଦିନକୁ ଦିନ ବଢିବ ଆଉ ଆମେ